ଜୟ ଜଗନ୍ନାଥ। ପ୍ରାଣ ପୁରୁଷୋତ୍ତମ ମଣିମା ମହାବାହୁ କାଳିଆ କଳା ସାଆନ୍ତଙ୍କର ଅଭୟ ପଦ୍ମପାଦକୁ ଆଶ୍ରା କରି ଆଜିର ୟୁଟ୍ୟୁବ୍ ଚ୍ୟାନେଲ୍ ନୀଳାଦ୍ରି ସିଂହ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ ଆଜିର ଅନୁଭୂତି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦିବ୍ୟ ଲୀଳା ଶୁଣିବା, ଶୁଣାଇବା, କହିବା ଏବଂ କହିବା ଯାହା ବି କିଛି ହେଉଛି ସେ ସବୁ ମହାପ୍ରଭୁଙ୍କର ନିର୍ଦ୍ଦେଶ ମାତ୍ର। ଆମେ ବା ମାଧ୍ୟମ ମାତ୍ର, କିନ୍ତୁ ଭକ୍ତଙ୍କୁ ଯୋଗାଇ ଦେବା, ଭକ୍ତଙ୍କର ଦିବ୍ୟ ଅନୁଭୂତିକୁ ଆପଣମାନଙ୍କ ମାଧ୍ୟମରେ ପ୍ରକାଶ କରିବା ତାହା କେବଳ ମହାପ୍ରଭୁଙ୍କର ଇଚ୍ଛା ନୁହେଁ ତ ଆଉ କ'ଣ। ମହାପ୍ରଭୁ ଶ୍ରୀ ଜଗନ୍ନାଥ କାହାକୁ କେତେବେଳେ କିପରି ପରିବର୍ତ୍ତନ କରିଦେଇ ତା ଜୀବନରେ ସେ ନିଜେ ଆସନ ପାରି ବସି ଯାଇଥାନ୍ତି ତାହା ସେହି ମହାପ୍ରଭୁ ହିଁ ଜାଣନ୍ତି ଏବଂ ଭୁକ୍ତଭୋଗୀ ମଣିଷଟିଏ ଜାଣିଥାଏ। ସେମିତି ଏକ ଅନୁଭୂତିକୁ ନେଇ ଆଜିର ଅଧ୍ୟାୟ। ଅନୁଭୂତିଟି ହେଉଛି କେନ୍ଦ୍ରାପଡ଼ାର ରଘୁବୀର ପ୍ରଧାନ ଭାଇଙ୍କର, ଯିଏକି ବର୍ତ୍ତମାନ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର କମ୍ପାନୀରେ ଜଣେ ଜୁନିୟର ଇଞ୍ଜିନିୟର ଭାବରେ କାର୍ଯ୍ୟରତ। ସେ ତାଙ୍କର ବିଟେକ୍ ଇଞ୍ଜିନିୟରିଂ କରିବା ସମୟର ଗୋଟେ ଦିବ୍ୟ ଅନୁଭୂତି ସେ ଆଜିର ଅନୁଭୂତି କାର୍ଯ୍ୟକ୍ରମ ମଧ୍ୟରେ ବଖାଣିବା ପାଇଁ ସେ ଆମକୁ କହିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ କିପରି ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥିଲେ ତାହା ସେ ଏଠାରେ ବର୍ଣ୍ଣନା କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜୀବନ ସାରା ବିଶ୍ୱାସ କରୁନଥିବା ମଣିଷଟିଏ ସେ ହେଉଛନ୍ତି ରଘୁବୀର ଭାଇ। ରଘୁବୀର ଭାଇ ସବୁବେଳେ ମହାପ୍ରଭୁଙ୍କୁ ଦେଖିଲେ କହନ୍ତି କାଠଗଣ୍ଡି କିମ୍ବା ଭଙ୍ଗା ହାତିଆ ଠାକୁରଟିଏ। ଛୁଆଟି ବେଳୁ ତାଙ୍କ ମନରେ ଭଗବାନଙ୍କ ପ୍ରତି, ଈଶ୍ୱରଙ୍କ ପ୍ରତି କୌଣସି ବିଶ୍ୱାସ ଆସ୍ଥା କିଛି ନଥାଏ। ସଦା ସର୍ବଦା କର୍ମକୁ ପ୍ରାଧାନ୍ୟ ଦେଉଥିବା ମଣିଷଟି ହେଉଛନ୍ତି ରଘୁବୀର ଭାଇ। ପାଠ ଭଲ ପଢ଼ନ୍ତି, ମେଧାବୀ ଛାତ୍ରଟିଏ, ଖେଳକୁଦରେ ମଧ୍ୟ ସବୁ କ୍ଷେତ୍ରରେ ସେ ଆଗରେ ରହିଥାନ୍ତି, କିନ୍ତୁ ବିଶ୍ୱାସ ଆଉ ଭରସା କେବେ ବି ନଥାଏ ଈଶ୍ୱରଙ୍କ ଉପରେ। କିନ୍ତୁ ଆଖପାଖରେ ସମସ୍ତଙ୍କ ପାଖରେ ଅତି ଆପଣାର, ଅତି ପ୍ରିୟର ହେଉଛନ୍ତି ରଘୁବୀର ଭାଇ। ଦିନେ ସେ ଖରା ଛୁଟି ସମୟରେ ଘରେ ବସିଥିବା ଅବସ୍ଥାରେ, ଜ୍ୟେଷ୍ଠ ମାସର ସମୟ, ସେ ସମୟରେ ସେ ଘରେ ବସିଥାନ୍ତି, ଛୁଟିରେ ଘରକୁ ଯାଇଥାନ୍ତି ଏବଂ ଦାଣ୍ଡ ପିଣ୍ଡାରେ ବସିଥାନ୍ତି। ତାଙ୍କ ଘରକୁ ଜଣେ ବୁଢ଼ୀ ମାଉସୀ ହଠାତ୍ ଆସିଲେ। ଏହା ହେଉଛି ଗତ ବର୍ଷ ରଥଯାତ୍ରା ସମୟର କଥା। ସେ ଘରକୁ ଯେଉଁ ମାଉସୀଟି ଆସିଲେ ସେ ହେଉଛନ୍ତି ତାଙ୍କ ସାହିର, ତାଙ୍କ ଗାଁର ଯେଉଁ ସାହିରେ ଅଛି ସେ ସାହିର ହେଉଛନ୍ତି ରେଣୁ ମାଉସୀ। ବୟସ 75 ବର୍ଷ, ସ୍ୱାମୀ ନାହାନ୍ତି, ବିଧବା ବୁଢ଼ୀଟିଏ। ରେଣୁ ମାଉସୀ କ'ଣ କରିଛନ୍ତି ନା ହାତରେ ଗୋଟିଏ ନଡ଼ିଆଟେ ନେଇ ଆସିଛନ୍ତି ରଘୁବୀର ଭାଇଙ୍କର ଘରକୁ। ଡାକିଲେ ରଘୁବୀର ଭାଇଙ୍କର ମାଆଙ୍କୁ। ରଘୁବୀର ଭାଇ ଯେହେତୁ ଦାଣ୍ଡ ପିଣ୍ଡାରେ ବସି ପେପର ପଢ଼ୁଥିଲେ, ସେ କହିଲେ ମା ଆଉ ମୋ ମା ନାହାନ୍ତି, ପାଖ ଘରକୁ ଯାଇଛନ୍ତି, କ'ଣ କାମ ଅଛି କିଛି କହିବେ କି? ଆଉ ସେ ଯେଉଁ ଚେୟାରରେ ବସିଥିଲେ ସେ ଚେୟାରରୁ ଓହ୍ଲେଇ ଆସି ତାଙ୍କୁ ନମସ୍କାର କଲେ। ରେଣୁ ମାଉସୀ ତାଙ୍କ ମୁଣ୍ଡରେ ହାତ ବୁଲେଇ ଦେଇ କହିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୋର ସବୁବେଳେ ସବୁ ଆଶାକୁ ପୂର୍ଣ୍ଣ କରି ରଖିଥାନ୍ତୁ, ତୋତେ ସବୁବେଳେ ଚକ୍ର ଆଢୁଆଳ କରି ରଖିଥାନ୍ତୁ। ଯିଏକି ଜୀବନ ସାରା ମହାପ୍ରଭୁଙ୍କ ସହିତ ଶତ୍ରୁତା କରି ରଖିଛନ୍ତି ତାଙ୍କୁ ଏ ଆଶୀର୍ବାଦଟି ଭାରି ଅବାଗିଆ ଲାଗିଲା। ସେ ମାନେ ଏଇ ଜିନିଷକୁ ଗ୍ରହଣ କରିପାରିଲେ ନାହିଁ, କିନ୍ତୁ ବୁଢ଼ୀ ଲୋକଟି ଯେହେତୁ କହୁଛନ୍ତି ସେ ତାର ପ୍ରତି ଉତ୍ତର ଆଉ କିଛି ଦେଲେ ନାହିଁ। ସେ ଚୁପଚାପ ଯାଇ ତାଙ୍କ ଚେୟାରରେ ବସିଗଲେ। ରେଣୁ ମାଉସୀ ତଳେ ବସିଲେ ଏବଂ କହିଲେ ରଘୁ ମୋର ଗୋଟେ କାମଟେ କରିଦେବୁ ନା? କ'ଣ ମାଉସୀ? ନା ମୋ ବାଡ଼ିରେ ପ୍ରଥମ କରି ଗୋଟେ ନଡ଼ିଆଟେ ହେଇଛି, ଏ ନଡ଼ିଆଟି ମୋତେ ମହାପ୍ରଭୁଙ୍କ ପାଖକୁ ପଠାଇବାର ଅଛି। ଆଉ ତୋ ମା ତ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରେ, ରଥଯାତ୍ରା ସମୟରେ ଯାଏ ଶ୍ରୀକ୍ଷେତ୍ରକୁ, ଆଉ ମୋର ବାଡ଼ିରେ ଯେହେତୁ କାଲି ତୋଳା ହେଇଥିଲା ମୁଁ ତେଣୁ ଆଣିଛି ତାକୁ ତୋ ମାଆକୁ ଦେବା ପାଇଁ। ଆଉ ତୋ ମାଆକୁ କହିବୁ ଏଇଟା ନେଇକି ଯାଇକି ମହାପ୍ରଭୁଙ୍କ ପାଖରେ ଭୋଗ ଚଢ଼ାଇ ଦେବ। ଆଉ ତାକୁ କହି ଆସିବୁ ଯେ ରେଣୁ ମାଉସୀର ପ୍ରଥମ ନଡ଼ିଆ ତୋତେ ସମର୍ପଣ କଲା, ଆଉ ତାକୁ ତାର ଏଇ ନଡ଼ିଆ ମାଧ୍ୟମରେ ତାର ପାଉଣା ଦେବୁ, ତାକୁ ସ୍ୱର୍ଗଦ୍ୱାରରେ ଦାହ କରିବାର କେବଳ ଆଶୀର୍ବାଦଟିଏ କରିବୁ। ଏତିକି କିନ୍ତୁ ମହାପ୍ରଭୁଙ୍କ ନିକଟରେ ଜଣେଇ ଦେଇ ଆସିବୁ। ରଘୁବୀର ଭାଇ କହିଲେ ଠିକ୍ ଅଛି ମାଉସୀ, କିନ୍ତୁ ଏ ବର୍ଷ ମୋ ବୋଉ ଯିବ ନାହିଁ ଶ୍ରୀକ୍ଷେତ୍ରକୁ, କାରଣ ମୋ ମାମୁଁଙ୍କର ଝିଅ ବାହାଘର ଅଛି, ଆଉ ସେ ଯିବ ନାହିଁ, ଆପଣ ନଡ଼ିଆଟି ଆଉ କାହାକୁ ଦେଇଦିଅନ୍ତୁ। ରେଣୁ ମାଉସୀଙ୍କର ମନରେ ଭାରି ଦୁଃଖ ହେଲା କି ପ୍ରଥମ ନଡ଼ିଆଟି ମହାପ୍ରଭୁଙ୍କ ପାଖକୁ ଗୋଟେ ବିଶ୍ୱାସରେ ନେଇକି ଆସିଥିଲି, ରଘୁର ମା ଯିବ ଏବଂ ତାକୁ ନେଇକି ଯିବ, ଆଉ କାହାକୁ ଦେବି ମୁଁ ନଡ଼ିଆଟି? ତେଣୁକରି ମନ ଦୁଃଖ କଲା। ତାଙ୍କର ମନ ଦୁଃଖ ମୁହଁ ଦେଖି ରଘୁ ଭାଇଙ୍କର ମନ ମଧ୍ୟ ଦୁଃଖ ହେଲା। ସେ କହିଲେ ଠିକ୍ ଅଛି ମାଉସୀ, ନଡ଼ିଆଟି ଯଦି ଆଣିଛ ତାହେଲେ ମୋତେ ଦେଇଦିଅ, ଆଉ ମୁଁ ନହେଲେ କେମିତି କାହା ମାଧ୍ୟମରେ ହେଲେ ନଡ଼ିଆଟି ମୁଁ ପଠାଇଦେବି ମହାପ୍ରଭୁଙ୍କ ପାଖକୁ। ରେଣୁ ମାଉସୀ ବହୁତ ଖୁସି ହେଇଗଲେ। ନଡ଼ିଆଟି ଦେଇ ରଘୁ ଭାଇଙ୍କର ଘରୁ ଚାଲିଗଲେ। ଯେତେବେଳେ ରଘୁ ଭାଇଙ୍କର ଘରକୁ ତାଙ୍କ ମା ଆସିଲେ,
ରଘୁଭାଇ କହିଲେ ଆଉ ରେଣୁ ମାଉସୀ ଆସିଥିଲେ ଆଉ ନଡ଼ିଆଟି ଦେଇକି ଯାଇଛନ୍ତି। ତାଙ୍କ ନଡ଼ିଆଟିକୁ ମହାପ୍ରଭୁଙ୍କ ନିକଟରେ ଭାଙ୍ଗି ତାର ପାଉଣା ସ୍ୱରୂପ ମାଉସୀକୁ ତାଙ୍କର ଶେଷ ସମୟରେ ସ୍ୱର୍ଗଦ୍ୱାରରେ ଦାହ କରିବାର ପାଉଣା ଦେବା ପାଇଁ କହିଦେବାକୁ ସେ କହିଯାଇଛନ୍ତି। ରଘୁଭାଇଙ୍କର ମା କହିଲେ, ଆରେ ମୁଁ ତ ଯାଇପାରିବିନି, ତୁ ଗୋଟେ କାମ କର, ଏ ବର୍ଷ ରଥଯାତ୍ରାରେ ତୁ ଯା, ତୁ ଯାଇ ମହାପ୍ରଭୁଙ୍କୁ ଏ ନଡ଼ିଆଟି ଦେଇ ମାଉସୀଙ୍କ ବିଷୟରେ କହିଦେଇ ଆସିବୁ, ତା ସହିତ ତୁ ମହାପ୍ରଭୁଙ୍କୁ ଦର୍ଶନ କରି ଆସିବୁ। ତୁ ତ କେବେ ବି ଯାଉନା, ଏଥର ଯା, ଥରେ ଦେଖିକି ଆସିବୁ। ମାଙ୍କର ଅନେକ ବାଧ୍ୟ କରିବା ଯୋଗୁଁ ସେ ଏଥର ରଥଯାତ୍ରାରେ ବାହାରିଲେ ଶ୍ରୀକ୍ଷେତ୍ର ଅଭିମୁଖେ। ନଡ଼ିଆଟିଏ ଧରିଥାନ୍ତି ଆଉ ମାଉସୀ କଥା ମନେ ମନେ ଭାବି ମାଙ୍କୁ ତାଙ୍କ ମାମୁଁ ଘରେ ଛାଡ଼ି ଦେଇ ରଘୁଭାଇ ବାହାରିଲେ ମହାପ୍ରଭୁଙ୍କ ନିକଟକୁ। କେନ୍ଦ୍ରାପଡ଼ାରୁ ଗଲେ ଶ୍ରୀକ୍ଷେତ୍ର ଅଭିମୁଖେ। ଶ୍ରୀକ୍ଷେତ୍ର ଯିବା ବାଟରେ ସେଦିନ ନବମୀ ସନ୍ଧ୍ୟା ଦର୍ଶନ ହେଇଯାଇଥାଏ। ସେ ନବମୀ ଦିନ ଯାଇ ପହଞ୍ଚିଲେ। ଯାଇ ପହଞ୍ଚିଲା ସମୟରେ ସେଦିନ ଏତେ ଜୋର ବର୍ଷା ହେଉଥାଏ ଶ୍ରୀକ୍ଷେତ୍ରରେ ଯେ ସାରା ବଡ଼ଦାଣ୍ଡ ପୁରା ଜଳାଶୟ ହେଇଯାଇଥାଏ। ଚାରିଆଡ଼େ ଲୋକମାନେ ଦେଖାଯାଉନଥାନ୍ତି। ବଡ଼ଦାଣ୍ଡରେ ଲହଡ଼ି ଭାଗୁଥାଏ ପାଣି। ଏ ସମୟରେ ସେ ଯାଇ ପହଞ୍ଚିଛନ୍ତି ଶ୍ରୀକ୍ଷେତ୍ରରେ, ହାତରେ ଛତାଟିଏ। ସେ କେବେ ବି ଶ୍ରୀକ୍ଷେତ୍ର ଆସିନାହାନ୍ତି, ମହାପ୍ରଭୁଙ୍କୁ କେବେ ବି ଦେଖିନାହାନ୍ତି, ରାସ୍ତା ଜାଣିନାହାନ୍ତି। ହଠାତ୍ ଗୋଟେ ଅଟୋବାଲା ତାଙ୍କୁ ଭେଟ ହେଲା। ଅଟୋବାଲାଙ୍କୁ କହିଲା, ଭାଇ ଆଉ ଆପଣ ଗୁଣ୍ଡିଚା ଘର ପାଖକୁ ଯିବେ କି? ନା ହଁ, ମୁଁ ଗୁଣ୍ଡିଚା ଘର ପାଖକୁ ଯିବି, କିନ୍ତୁ ଏବେ ନୁହଁ, ବର୍ଷା ସରିଲା ପରେ ମୁଁ ଯିବି। ଆଉ ତମେ କୁଆଡ଼େ ଯିବ? ନା ମୋତେ ଗୁଣ୍ଡିଚା ଘର ପାଖରେ ଛାଡ଼ିଦେବ, ଆଉ ତମେ ସେଠାରୁ ପଳେଇ ଆସିବ। ନା କ'ଣ ତମେ ପାଗଳ ହେଇଯାଇଛ କି? ଗୁଣ୍ଡିଚା ଘର ପାଖକୁ ଯିବ, ଏତେ ଜୋର ବର୍ଷା, ସିଂହଦ୍ୱାରରୁ ନେଇକି ଗୁଣ୍ଡିଚା ଘର ପର୍ଯ୍ୟନ୍ତ ସାରା ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ପାଣି, ଆଉ ସେ ରାସ୍ତାରେ କିଏ ଯିବ? ତମେ ଅପେକ୍ଷା କର, ବର୍ଷା ଛାଡ଼ିଯାଉ, ତାପରେ ତମେ ଯିବ। ଏତିକି କହିବା ସମୟରେ ସନ୍ଧ୍ୟା ହେଇଯାଇଥାଏ। ସନ୍ଧ୍ୟା ହେଇ ଚାରିଆଡ଼େ ଅନ୍ଧକାରମୟ ହେଇଯାଇଥାଏ। ଆଲୋକମାଳାରେ କେବଳ ସିଂହଦ୍ୱାରରୁ ଗୁଣ୍ଡିଚା ଘର ପୁରା ଆଲୋକମାଳାରେ ସୁସଜ୍ଜିତ ହେଇଯାଇଥାଏ। ବାକି ପୁରୀ ସହରର ଅଧା ଅଞ୍ଚଳ ଆଲୋକ ଚାଲି ଯାଇଥାଏ, କରେଣ୍ଟ ନଥାଏ। ହଠାତ୍ ବର୍ଷା, ପବନ, ଘଡ଼ଘଡ଼ି, ବିଜୁଳି ମାରୁଥାଏ। ସେ ସମୟରେ ରଘୁଭାଇ ରେଲୱେ ଷ୍ଟେସନରେ ବସିଥାନ୍ତି ଏବଂ ତାଙ୍କୁ ସେଇ ଅଟୋବାଲା ଫେରେ ଆସି କହିଲେ, ଭାଇ ଆଉ ତମେ କାହିଁକି ଅପେକ୍ଷା କଲ? ଏତେ ରାତି ହେଲାଣି, ମହାପ୍ରଭୁଙ୍କର ଦର୍ଶନ ବନ୍ଦ ହେଇଯିବ। ରଘୁଭାଇଙ୍କ ମୁଣ୍ଡକୁ ଚଡ଼କ ପଡ଼ିଲା। କହିଲେ, କ'ଣ ଦର୍ଶନ ବନ୍ଦ ହେଇଯିବ? ଏତେ ଦୂରରୁ ମୁଁ ଆସିଛି, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଛି, ଆଉ ଦର୍ଶନ କେମିତି ବନ୍ଦ ହେଇଯିବ? ନା ଭାଇ, ତମେ କ'ଣ ନ୍ୟୁଜ୍ ଦେଖୁନ କି? ଆଜି ବା ସନ୍ଧ୍ୟା ଶେଷ ଦର୍ଶନ। ଆଜି ତାପରେ କାଲି ମହାପ୍ରଭୁ ପଳେଇ ଯିବେ ସିଂହଦ୍ୱାର ଅଭିମୁଖେ, ଶ୍ରୀମନ୍ଦିରକୁ ପଳେଇ ଯିବେ ବାହୁଡ଼ା ଯାତ୍ରାରେ। ମହାପ୍ରଭୁ ବର୍ତ୍ତମାନ ଦର୍ଶନ ବନ୍ଦ ହେଲେ ସେନାପଟା ଲାଗି ହେବେ, ମହାପ୍ରଭୁଙ୍କ ନୀତି ବଢ଼ିବ, କାଲି ପାଇଁ ମହାପ୍ରଭୁ ପ୍ରସ୍ତୁତ ହେବେ। ଏତିକି କହିବା ସମୟରେ ସେ ବହୁତ ଅନୁରୋଧ କଲେ ରିକ୍ସାବାଲାଟିକୁ, ଅଟୋବାଲାଟିକୁ ଅନୁରୋଧ କଲେ ଏବଂ ସାଙ୍ଗରେ ଆସି ପହଞ୍ଚିଲେ ବଡ଼ଦାଣ୍ଡରେ। ଅଟୋବାଲାଟି ତାଙ୍କୁ ବଳଗଣ୍ଡି ଛକ ପାଖରେ ଛାଡ଼ି ଦେଇ ସେଠାରୁ ଚାଲିଗଲା। ଯେତେବେଳେ ସେ ବଳଗଣ୍ଡି ଛକରେ ପହଞ୍ଚିଛନ୍ତି, ଆଉ ଥରେ ପ୍ରବଳ ଜୋର ବର୍ଷା ହେଲା। ସେ ଛତାଟି ଧରିଥାନ୍ତି ଗୋଟେ ହାତରେ ନଡ଼ିଆଟି ଧରିଥାନ୍ତି ଏବଂ କାନ୍ଧରେ ଥାଏ ତାଙ୍କର ବ୍ୟାଗ୍ଟି। ସେ ଦୌଡ଼ି ଚାଲିଗଲେ ପାଖ ଦୋକାନ ପାଖକୁ। ରାସ୍ତା ସାରା ସୁନସାନ, ବର୍ଷା ହେଉଛି, କେହି ଦେଖାଯାଉନାହାନ୍ତି। ହଠାତ୍ ତାଙ୍କ ଆଖିକୁ ଦେଖାଗଲା ଗୋଟେ ବୁଢ଼ୀ ମାଉସୀ ଜଣେ ଛତା ନେଇ ଗୋଟିଏ ବ୍ୟାଗ୍ ଧରିଛନ୍ତି ହାତରେ, ନଇଁ ନଇଁ ତାଙ୍କ ପାଖକୁ ଆସୁଛନ୍ତି। ସେ ପଚାରିଲେ, ମାଉସୀ ଆଉ ଏତେ ବର୍ଷାରେ ତମେ କୁଆଡ଼େ ବାହାରିଛ? ନା ପୁଅରେ, ମୁଁ ମହାପ୍ରଭୁଙ୍କ ପାଇଁ କାଲି ମୋ ପୁଅ ବାହାରିବ ରଥକୁ, କାଲି ପାଇଁ ମୁଁ ବିରି, ଚାଉଳ, ମୁଗ ସବୁ ବତୁରେଇଥିଲି। ଏ ପୁଅଟି ମୋତେ ଏତେ ହଇରାଣ କରୁଛି ଯେ କରେଣ୍ଟ ମୋତେ ମାରିଲା। ହଠାତ୍ ମୋତେ କରେଣ୍ଟ ଯେମିତି ମାରିଲା, ମୋ ଦେହ ହାତ ଝିମଝିମ୍ ହେଇଗଲା। ମୁଁ ଆଉ ତା ପାଇଁ ବିରି ଚାଉଳ ବାଟିବି କ'ଣ? ତେଣୁକରି ଯାହା ବତୁରା ହେଇଥିଲା ତା ପାଖକୁ ଦେଇଦେବି, ତାର ସେବାୟତମାନେ ଅଛନ୍ତି, ତା ପାଇଁ ପିଠା କରିକି ତାକୁ ଖୁଆଇ ଦେବେ। ଆଉ ମୁଁ ତ କରିକି ଦେଇପାରିବିନି, ଆଉ ତୁ ଏଇଟା ନେଇକି ମୋତେ ଟିକେ ସାହାଯ୍ୟ କରେ, ତୁ ନେଇକି ଏଇଟା ଗୁଣ୍ଡିଚା ଘର ପାଖରେ ଦେଇଦେବୁ। ରଘୁଭାଇ କହିଲେ, ବଡ଼ ହଇରାଣ ହେଲା ମଣିଷ। ଏ ସମୟରେ ବ୍ୟାଗ୍ ଗୋଟେ କାନ୍ଧରେ ଅଛି, ଗୋଟେ ହାତରେ ନଡ଼ିଆଟିଏ, ଛତାଟିଏ ଧରିଛନ୍ତି, ଏତେ ଜୋର ବର୍ଷା, ପୁଣି ଏପଟେ ମାଉସୀ ଦେଉଛନ୍ତି ଆଉ ଗୋଟିଏ ବ୍ୟାଗ୍, କୁଆଡ଼େ ନେଇକି ଯିବେ? ପୁଣି ପଚାରିଲେ, ଗୁଣ୍ଡିଚା ଘର ପାଖରେ କିଏ ନେବ ଆସି ମୋ ହାତରୁ ବ୍ୟାଗ୍ଟି? ନା ସେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଯିବୁ, ଆଉ ବଡ଼ ପାଟିରେ କହିବୁ, ମାଉସୀ ତୋ ମାଉସୀ ପଠେଇଛନ୍ତି, ବିରି, ଚାଉଳ, ମୁଗ ବତୁରା ପଠେଇଛନ୍ତି, ଆଉ ନେଇଯା। ଏତିକି କହିବା ଭିତରେ ଯିଏ ଆସିବେ ତାଙ୍କୁ ହାତରେ ଦେଇଦେବୁ। ସତକୁ ସତ ସେମିତି ହିଁ କଲେ ରଘୁଭାଇ। ହାତରୁ ନେଇ ଚାଲିଗଲେ ମାଉସୀ ଘର, ଯାଇ ଗୁଣ୍ଡିଚା ଘର ପାଖରେ ପହଞ୍ଚିଗଲେ। ପହଞ୍ଚି ଯାଇ ଗୁଣ୍ଡିଚା ଘର ନାକଚଣା ଦ୍ୱାର ପାଖରେ ଠିଆ ହେଇ ଡାକ ଦେଲେ, କିଏ କେଉଁଠି ଅଛ? ମାଉସୀ ପଠେଇଛନ୍ତି ବିରି, ଚାଉଳ, ମୁଗ ବତୁରା, ଆସି ନେଇଯାଅ। ଏତିକି ଭିତରେ ଗୋଟେ ସେବାୟତ
ମନ୍ଦିର ଭିତରୁ ବାହାରି ଆସିଲେ, ତାଙ୍କ ହାତରୁ ବ୍ୟାଗ୍‌ଟି ନେଇଗଲେ ଏବଂ ନାକଚଣା ଦ୍ୱାରଟି ବନ୍ଦ କରିଦେଲେ। କିନ୍ତୁ ଇଏ ଭୁଲି ଯାଇଛନ୍ତି ହାତରେ ନଡ଼ିଆଟି ରଖିଛନ୍ତି ବୋଲି। ନଡ଼ିଆଟି କଥା ତାଙ୍କର ବିଲକୁଲ ବି ମନେ ନାହିଁ। ଏତିକି ଭିତରେ ତାଙ୍କର 2 ଜଣ ସେବାୟତ ପୁଣି ମନ୍ଦିରର ସାଇଡ୍ ପଟରୁ ଆସିଲେ। ଆସି ତାଙ୍କୁ କହିଲେ, ଆରେ ବାବୁ, ଏତେ ବର୍ଷାରେ ତମେ କାହିଁକି ଠିଆ ହେଇଛ? ନା ଭାଇନା, ଆଉ କଥା ଏଇଆ ଯେ ମାଉସୀ ଜଣେ ଆସିଥିଲେ, ମୁଗ ବତୁରା, ବିରି ଚାଉଳ ବତୁରା ମୋତେ ଦେଲେ ଗୋଟେ ବ୍ୟାଗ୍‌ରେ। ମୁଁ ନେଇକି ତାଙ୍କୁ ଦେଇଦେଲି। ଜଣେ ସେବାୟତ ଆସି ଭିତରୁ ନେଇଗଲେ, କିନ୍ତୁ ଏ ନଡ଼ିଆଟା ଦେବା ପାଇଁ ମୁଁ ଭୁଲି ଯାଇଛି। ମୋତେ କିଛି କରିବାର ନାହିଁ, ମୋତେ ମହାପ୍ରଭୁ ଦର୍ଶନ ବି କରିବାର ନାହିଁ। ଆପଣ ଗୋଟିଏ କାମ କରନ୍ତୁ, ଏ ନଡ଼ିଆଟି ନେଇଯିବେ, କହିବେ ରେଣୁ ମାଉସୀର ନଡ଼ିଆ, ତାର ପାଉଣା ବଦଳରେ ତାକୁ କେବଳ ସ୍ୱର୍ଗଦ୍ୱାରରେ ଜାଗା ଟିକେ ଦେବୁ। ଏତିକି କହି ନଡ଼ିଆଟି ମହାପ୍ରଭୁଙ୍କୁ ଚଢ଼େଇ ଦେବେ, ଆଉ ମୋତେ ଆଣି ତୁଳସୀ ଟିକେ ମୋତେ ଦେବେ। ମୁଁ ଏଇଠି ହିଁ ଅପେକ୍ଷା କରିଛି। ଏତିକି କହିବା ଭିତରେ ନଡ଼ିଆଟି ତାଙ୍କ ହାତକୁ ବଢ଼େଇ ଦେଲେ ଏବଂ ସେବାୟତ 2 ଜଣ ନଡ଼ିଆ ନେଇ ଚାଲିଗଲେ। ନଡ଼ିଆ ନେଇ ଯେତେବେଳେ ଯାଇଛନ୍ତି ଭିତରକୁ ଯିବା ପରେ ହଠାତ୍ ସେ ଦେଖୁଛନ୍ତି ସେ ସିଂହଦ୍ୱାରର ଯେଉଁ ନାକଚଣା ଦ୍ୱାର ପାଖରେ ବନ୍ଦ ଥିଲା, ସେ ନାକଚଣା ଦ୍ୱାର ତ ଖୋଲିନି, କିନ୍ତୁ ଏ ସେବାୟତ 2 ଜଣ ଭିତରକୁ ଗଲେ କେମିତି? ସେ ଆଖି ଆଗରେ ଦେଖୁଛନ୍ତି ତାଙ୍କ ହାତରୁ ନଡ଼ିଆଟି ନେଇ ସେବାୟତ 2 ଜଣ ଚାଲିଗଲେ। ଆଖି ପଲକ ମାତ୍ରକେ ସେବାୟତ 2 ଜଣ ସେ ଭିତରକୁ ଚାଲି ଯାଇଛନ୍ତି, କିନ୍ତୁ ଗଲେ କେମିତି? ମନରେ ସନ୍ଦେହ ତାଙ୍କର ହେଲା, ଏ କିଏ ସେ 2 ଜଣ ଥିଲେ? ଏତିକି କହିବା ଭିତରେ ଫାଳ ନଡ଼ିଆ 2ଟି ଗୋଟେ ବ୍ୟାଗ୍ ଭିତରେ କିଛି ତୁଳସୀ ପକେଇ ଗୋଟେ ସେବାୟତ ଭିତରୁ ନେଇକି ଆସିଲେ। ରେଣୁ ମାଉସୀର ଭୋଗ କିଏ ଏଇଟା ଦେଇଥିଲା? ଏ ରଘୁ ଭାଇ ଠିଆ ହେଇଥାନ୍ତି ସେ ସାମ୍ନାରେ। ତାଙ୍କ ମନରେ ତ ଏସବୁ ବିଶ୍ୱାସ ହେଉନଥାଏ। ଆଚମ୍ବିତ ଟାଇପ୍‌ର ଲାଗୁଥାଏ ତାଙ୍କୁ। ମହାପ୍ରଭୁ ଏସବୁ କ'ଣ ଲୀଳା କରୁଛନ୍ତି? ଏତେ ଜୋର ବର୍ଷାରେ 2 ଜଣ ସେବାୟତ ଆସିଲେ, ବିନା କବାଟ ଖୋଲି ନାକଚଣା ଦ୍ୱାର ଦେଇ ଭିତରକୁ ପ୍ରବେଶ କରିଗଲେ। ସେ ଯାଉ ଯାଉ ନଡ଼ିଆଟି ଭିତରୁ ବାହାରି ଆସୁଛି, ବ୍ୟାଗ୍‌ଟି ଦେଇ ଦେଉଛି ଏବଂ ତୁଳସୀ ତା ଦେହରେ ପଡ଼ିଛି। ଏତିକି କହିବା ପରେ ହଠାତ୍ ସେ ଯାଇ ଯେତେବେଳେ ସେ ବ୍ରାହ୍ମଣଙ୍କ ହାତରୁ ବ୍ୟାଗ୍‌ଟି ଧରିଛନ୍ତି, ସେ ବ୍ୟାଗ୍ ଭିତରେ ଅଛି ନଡ଼ିଆ ଫାଳ 2ଟି, କିଛି ତୁଳସୀ ପତ୍ର ଏବଂ କିଛି ହାତ ଲେଖା ଚିଠି ଥିଲା। ତା ଦେହରେ ଲେଖା ଥିଲା, ରେଣୁ ମାଉସୀ ମୋ ପାଖକୁ ଆସି ସାରିଛି। ତୁ ବିଶ୍ୱାସ କର, ରେଣୁ ମାଉସୀର ସ୍ୱର୍ଗଦ୍ୱାରରେ ହିଁ ଦାହ ହେବ। ତୁ ଘରେ ପହଞ୍ଚିବା ପୂର୍ବରୁ ରେଣୁ ମାଉସୀ ଆସି ସ୍ୱର୍ଗଦ୍ୱାରରେ ପହଞ୍ଚିବ। ହାତ ଲେଖା ଚିଠିଟି ଘରୁ ଯେତେବେଳେ ଧରି ସେ ପଢ଼ୁଛନ୍ତି ଏଇ କଥା, କିଏ ବା ଲେଖିଲା ଏ ଚିଠି? କିଏ ବା ଦେଲା ତାଙ୍କୁ ଏ ଚିଠି? ଏତେ ଜୋର ବର୍ଷାରେ ହଠାତ୍ ନଡ଼ିଆଟି ଯାଇଛି, ବ୍ୟାଗ୍‌ରେ ନଡ଼ିଆଟି ଆସୁଛି, ମୁଗ ନାହିଁ, ଚାଉଳ ନାହିଁ, କିଛି ନାହିଁ। ତା ଦେହରେ ତୁଳସୀ ଆସୁଛି, ତା ଦେହରେ ଚିଠିଟି ଲେଖା ହେଇ ଆସୁଛି। ବିଶ୍ୱାସ ନ ହେଲେ ମଧ୍ୟ ସେ ବାଧ୍ୟ ହେଲେ ବିଶ୍ୱାସ କରିବା ପାଇଁ ମହାପ୍ରଭୁଙ୍କର ଅଲୌକିକ ଶକ୍ତିକୁ। ବିଶ୍ୱାସ କରିବା ମାତ୍ରେ ମହାପ୍ରଭୁଙ୍କୁ ନାକଚଣା ଦ୍ୱାର ପାଖରେ ପ୍ରାର୍ଥନା କଲେ, ହେ ମହାପ୍ରଭୁ, ତୁମେ ଯଦି ପ୍ରକୃତରେ ଏଇ ନଡ଼ିଆଟିକୁ ମାଉସୀର ଗ୍ରହଣ କରିଛ, କାଲି ମୁଁ ସିଂହଦ୍ୱାର ପାଖରେ ଅପେକ୍ଷା କରିଥିବି। ବାହୁଡ଼ାରେ ତୁମେ ଯେତେବେଳେ ସିଂହଦ୍ୱାରରେ ପହଞ୍ଚିବ, ତୁମ ରଥ ଉପରୁ ଯଦି ମୋତେ କିଛି ପ୍ରାପ୍ତ ହେଲା, ତାହେଲେ ମୁଁ ଜାଣିବି ତୁମେ ନିଶ୍ଚିତ ଭାବରେ ନଡ଼ିଆକୁ ଗ୍ରହଣ କରିଛ। ନହେଲେ ତାର ଫଳସ୍ୱରୂପ ମୁଁ କେବଳ ଯଦି ମୋତେ ମିଳିଲା କିଛି, ତାହେଲେ ମୁଁ ଜାଣିବି ଯେ ଏସବୁ ମୋତେ ସ୍ୱପ୍ନ ପରି ଦେଖାଯାଉଥିଲା, ମୋ ମନର ଭ୍ରମ ଥିଲା। ମୁଁ ତ ପ୍ରକୃତରେ ତୁମକୁ ବିଶ୍ୱାସ କରେନି, କିନ୍ତୁ ତୁମେ ଯଦି ବିଶ୍ୱାସ ଦେବା ପାଇଁ ଚାହୁଁଛ, ତାହେଲେ ତୁମେ ନିଶ୍ଚିତ ରଥ ଉପରୁ ମୋ ପ୍ରତି କିଛି କୃପା କରିବ। ଏ ବିଶ୍ୱାସ ଭରସା ରଖି ମୁଁ ସିଂହଦ୍ୱାର ପାଖରେ ଅପେକ୍ଷା କରିଥିବି। ସେଠାରୁ ଚାଲିଗଲେ ରେଲୱେ ଷ୍ଟେସନକୁ। ରେଲୱେ ଷ୍ଟେସନରେ ରାତି ବିତେଇଲେ ରେଷ୍ଟରୁମ୍‌ରେ। ତା ପରଦିନ ବାହୁଡ଼ା ଯାତ୍ରା, ମହାପ୍ରଭୁଙ୍କର ଦିବ୍ୟ ବାହୁଡ଼ା ଯାତ୍ରାକୁ ଦର୍ଶନ କଲେ। ସିଂହଦ୍ୱାର ପାଖକୁ ଆସି ପହଞ୍ଚିଲେ। ଯେତେବେଳେ ମହାପ୍ରଭୁ ସିଂହଦ୍ୱାର ପାଖରେ ସନ୍ଧ୍ୟା ସମୟରେ ଆସି ପହଞ୍ଚି ଯାଇଛନ୍ତି, ହଠାତ୍ ସିଂହଦ୍ୱାର ପାଖରେ ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ଉପରୁ ଆମର ନବନା ଯିଏକି ମହାପ୍ରଭୁଙ୍କର ଦଇତାପତି ସେବକ, ବିଦ୍ୟାପତି ସେବକ, ଯିଏ ମହାପ୍ରଭୁଙ୍କର ଶ୍ରୀହସ୍ତରୁ ଗୋଟେ ଛୋଟିଏ ତୁଳସୀ ମାଳଟିଏ ରଘୁ ଭାଇଙ୍କ ପ୍ରତି ଆକ୍ଷେପ କରି ତୁଳସୀ ମାଳଟି ହଠାତ୍ ଫିଙ୍ଗିଦେଲେ ଏବଂ ତାଙ୍କୁ ପାଟି କରି ଡାକିଲେ, ରଘୁ, ମାଳଟି ଧରେ। ଏହା ଶୁଣୁ ଶୁଣୁ ରଘୁ ଶବ୍ଦଟି ଶୁଣୁ ଶୁଣୁ ରଘୁ ଭାଇଙ୍କର ଆଖି ଅଚାନକ ମହାପ୍ରଭୁଙ୍କର ରଥ ଉପରୁ ଖସୁଥିବା ତୁଳସୀ ମାଳ ଉପରେ ପଡ଼ିଲା ଏବଂ ସେ ହାତଟି ଧରି ପକାଇଲେ ତୁଳସୀ ମାଳଟି। ବିଶ୍ୱାସ ଆସିଗଲା, ମହାପ୍ରଭୁ ପ୍ରକୃତରେ ନଡ଼ିଆଟି ଗ୍ରହଣ କରିଛନ୍ତି। ମହାପ୍ରଭୁ କାଲି କହିଥିବା କଥା ମଧ୍ୟ ସତ। ଏହା ବିଶ୍ୱାସ ରଖି ହଠାତ୍ ଯେତେବେଳେ ସେ ରଥ ପାଖରୁ ବିଦାୟ ନେଉଛନ୍ତି, ତାଙ୍କ ମା' ଫୋନ୍ କଲେ, ରଘୁରେ, ରେଣୁ ମାଉସୀ ଚାଲିଯାଇଛି। ରେଣୁ ମାଉସୀକୁ ନେଇ ସ୍ୱର୍ଗଦ୍ୱାରକୁ ଯାଉଛନ୍ତି ଗାଁ ଲୋକମାନେ। ତୁ ଯଦି ଶ୍ରୀକ୍ଷେତ୍ରରେ ଅଛୁ, ତାହେଲେ ତୁ ସେଠାରୁ ସ୍ୱର୍ଗଦ୍ୱାରକୁ ପଳେଇ ଯିବୁ। ରେଣୁ ମାଉସୀ ତୋତେ ଯେହେତୁ ଶେଷ ଦର୍ଶନ କରେଇଥିଲା, ରେଣୁ ମାଉସୀର ନଡ଼ିଆ ତୁ ନେଇକି ଯାଇଥିଲୁ। ଯଦି ମହାପ୍ରଭୁଙ୍କୁ ଦର୍ଶନ କରିସାରିଛୁ,
ତାହେଲେ ରେଣୁ ମାଉସୀ ପାଖରେ ସେ ନଡ଼ିଆର ପ୍ରସାଦ କିଛି ଅର୍ପଣ କରିଦେବୁ, ମହାପ୍ରଭୁଙ୍କର ତୁଳସୀ କିଛି ତାକୁ ଦେଇଦେବୁ, ତାର ଆତ୍ମା ସ୍ୱର୍ଗଗତି ପ୍ରାପ୍ତ ହେବ। ଏହି କଥା ଶୁଣି ରଘୁ ଭାଇଙ୍କର ମନ ଭିତରୁ ଯେପରି ମହାପ୍ରଭୁଙ୍କ ପ୍ରତି ଅନ୍ତରରୁ ଗଭୀରତମ ପ୍ରଦେଶରୁ ମହାପ୍ରଭୁଙ୍କ କୋହ ଏବଂ ଲୁହ ଦୁଇଟି ଯାକ ବୋହିବାକୁ ଲାଗିଲା। ମହାପ୍ରଭୁଙ୍କୁ ସମର୍ପିତ ହୋଇଗଲେ ରଘୁଭାଇ। ସେଇ ଦିନଠାରୁ ମହାପ୍ରଭୁ ପ୍ରକୃତରେ ଅନ୍ତରକୁ ଚିହ୍ନି ପାରନ୍ତି କି? ମହାପ୍ରଭୁଙ୍କୁ ଯିଏ ବିଶ୍ୱାସ କରେ, ମହାପ୍ରଭୁଙ୍କୁ ଯିଏ ଭରସା କରେ, ମହାପ୍ରଭୁ କେବେ ବି ତାର ବିଶ୍ୱାସ ଆଉ ଭରସା ସାଙ୍ଗରେ ଖେଳନ୍ତି ନାହିଁ। ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା, ସବୁଠାରୁ କୌତୂହଳ କଥା, ଯିଏ ମହାପ୍ରଭୁଙ୍କୁ ଅତ୍ୟନ୍ତ ଭଲ ପାଏ ତା କଥା ମହାପ୍ରଭୁ ଯେତିକି ନ ଶୁଣନ୍ତି, ଯିଏ ମହାପ୍ରଭୁଙ୍କୁ ଘୃଣା କରେ, ଯିଏ ମହାପ୍ରଭୁଙ୍କ ବିରୋଧୀ ହୋଇଥାଏ, ଯଦି କେବେ ନା କେବେ ତା ମନରେ ମହାପ୍ରଭୁଙ୍କ ପ୍ରତି ଭଲ ପାଇବା ଆସିଥାଏ, ମହାପ୍ରଭୁ ବୋଲି ପଦେ ଡାକିଥାଏ, ମହାପ୍ରଭୁ ତା ଡାକ ପ୍ରଥମେ ଶୁଣିଥାନ୍ତି। ଏଇ ବିଶ୍ୱାସ ଆଉ ଭରସା ହେଉଛି ରଘୁ ଭାଇଙ୍କ ପାଖରୁ। ଆମେ ଜାଣିଲେ, ପୁରାଣରେ ଶୁଣିଛେ ପ୍ରହ୍ଲାଦ ଏବଂ ତା ପିତା ହିରଣ୍ୟକଶିପୁର କଥା। ପ୍ରହ୍ଲାଦ 5 ବର୍ଷର ବାଳକ, ସଦାସର୍ବଦା ହରି 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 ନାମ ଜପ କରୁଥିଲା। କିନ୍ତୁ ହିରଣ୍ୟକଶିପୁ ଗୋଟିଏ ଡାକରେ କାହିଁ ତୋର ନାରାୟଣ ବୋଲି କହି ଯେତେବେଳେ ସ୍ତମ୍ଭକୁ ଗଦାରେ ପ୍ରହାର କରିଥିଲେ, ସେ ସ୍ତମ୍ଭ ଭିତରୁ ମହାପ୍ରଭୁ ନୃସିଂହ ଉଭା ହୋଇଯାଇଥିଲେ। କୁହନ୍ତୁ ତ, ଭକ୍ତ ଆଗରେ ମହାପ୍ରଭୁ କାହା ଆଗରେ ଛୋଟ ବଡ଼ ବୋଲି ମହାପ୍ରଭୁ କାହାକୁ ଭାବନ୍ତିନି। ଯେ ପାପୀ ସିଏ ବି ମହାପ୍ରଭୁଙ୍କ ଭକ୍ତ, ଯେ ତପୀ ସିଏ ବି ମହାପ୍ରଭୁଙ୍କ ଭକ୍ତ। ତେଣୁକରି ଆମେ କାହାକୁ ଘୃଣା କରିବା ନାହିଁ। ସମସ୍ତଙ୍କୁ ମହାପ୍ରଭୁଙ୍କର ଆଶୀର୍ବାଦ କରୁଣା ପ୍ରାପ୍ତ ହୋଇଥିବା ଭଳି ଆମକୁ ଅନୁଭବ କରିବାକୁ ପଡ଼ିବ। ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା, ହେ ମହାପ୍ରଭୁ, ତୁମର କରୁଣା ଦୃଷ୍ଟି ସମସ୍ତଙ୍କ ଉପରେ ଏହିପରି ରହିଥାଉ। ଏତିକି ପ୍ରାର୍ଥନା କରି ଆଜିର ଅନୁଭୂତି କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ସେୟାର କରିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପ୍ରାଣ ପୁରୁଷୋତ୍ତମ ମଣିମା ମହାବାହୁଙ୍କର ଜୟ ହେଉ।